एजुकेशनल एक्सपोर आउ गोटे वीडियो रे आपण मानक स्वागत। आपण माने जानिथिबे रिसेंटली जो एलटीआर पीसीएम सीबीजेड पीईटी संस्कृत उर्दू तेलुगु टीचर मानकर जो शॉर्ट लिस्ट आस्तिला जो माने शॉर्ट लिस्टेड कैंडिडेट फॉर सर्टिफिकेट वेरिफिकेशन आमे सही सर्टिफिकेट वेरिफिकेशन रो एक्सपेक्टेड डेट केबे हेबो सही विषय रे आलोचना करिबा। ଯଦି ଆପଣ ମାନେ ଜାଣିଥିବେ ରିସେଣ୍ଟଲି ଆମର ଯୋଉ ପୂଜା ଭେକେସନ ସରିଛି ଆଜି ମଣ୍ଡେ ଆଜି ସମସ୍ତ ଅଫିସ ମଣ୍ଡେ ଆଜି ଗଭର୍ଣ୍ଣମେଣ୍ଟ ଅଫିସ ସବୁ ଖୋଲା ରହିଛି। ଯଦି ଆମେ ଏକ୍ସପେକ୍ଟ ଯୋଉ ଡେଟ୍ ଟା କରିବା ଗୋଟେ ଲେଟର ସାର୍କୁଲେଟ ହେଇଛି ଯୋଉଠି କି ଆପଣଙ୍କର ଯୋଉ ଏକ୍ସପେକ୍ଟେଡ ଡେଟ୍ ଯୋଉଠି କି ଇନଷ୍ଟ୍ରକ୍ସନ ଦିଆ ହେଇଛି ଯୋଉ ବିଭିନ୍ନ ଡିଇଓ ଅଫିସ କୁ କିଏ ଦେଇଛି ନା ଡିଏସସି ଦେଇଛି କି ଏହାର ଯୋଉ ଏକ୍ସପେକ୍ଟେଡ ଡେଟ୍ ନା କେବେ ଅଛି 16 ଅକ୍ଟୋବର ଅନୱାର୍ଡସ ଏହାର ନା ଡିଭି ଅଛି। ଅନୱାର୍ଡସ ଅକ୍ଟୋବର 16 ଅନୱାର୍ଡସ ଏହାର ଡିଭି ହେବ। ଆଉ ଏ ଯୋଉ ଡିଭି ହେବ ଯୋଉ ଡକୁମେଣ୍ଟ ଭେରିଫିକେସନ ଟା କୋଉଠି ହେବ ନା ଡକୁମେଣ୍ଟ ଭେରିଫିକେସନ ଟା ଯୋଉ ନିଜ ଯୋଉ ଡିଷ୍ଟ୍ରିକ୍ଟ ର ଯୋଉ ଡିଇଓ ଅଫିସ ଅଛି ସେଇଠି ଡିଇଓ ଅଫିସ ରେ ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ ହେବ। ସପୋଜ କୌଣସି କ୍ୟାଣ୍ଡିଡେଟ ସପୋଜ ନିଜର ହୋମ ଡିଷ୍ଟ୍ରିକ୍ଟ ହଉଛି ସପୋଜ ଅଛି ବଲାଙ୍ଗୀର। ସପୋଜ ବଲାଙ୍ଗୀରର କ୍ୟାଣ୍ଡିଡେଟ ତାଙ୍କର ଯୋଉ ଡିଭି ହେବ ତାଙ୍କର ଯୋଉ ଡକୁମେଣ୍ଟ ଭେରିଫିକେସନ ହେବ କୋଉଠି ହେବ ତାଙ୍କର ଯୋଉ ହୋମ ଡିଷ୍ଟ୍ରିକ୍ଟ ଯୋଉ ରହୁଛି ଯୋଉଠି କି ବଲାଙ୍ଗୀରର ଯୋଉ ଡିଇଓ ଅଫିସ ଅଛି ସେଠି ତାଙ୍କର ଡକୁମେଣ୍ଟ ଭେରିଫିକେସନ ହେବ। ଆଉ ଯୋଉ as per the notice ଯୋଉଟା କି ଓ ଡବଲ ଏସ ସି କରିଛି ନା କାହାକୁ କରିଛି ନା ଡିଏସସି କାହାକୁ କରିଛି ନା ଡିଓ ଯୋଉ ଡିଷ୍ଟ୍ରିକ୍ଟ ର ଯୋଉ ଡିଓ ମାନେ ଅଛନ୍ତି ତାଙ୍କୁ ଲେଟର କରିଛି ସେମାନଙ୍କୁ କହିଛି କି ପ୍ରିପେୟାର ହେବା ପାଇଁ ନା କଣ ପାଇଁ ଯୋଉ ଡିଭି ପାଇଁ। ଆଉ ଯୋଉ ଡିଭି ହେବ ଆପଣଙ୍କର ଯୋଉ ଯେମିତି କି ଆପଣ ଜାଣିଛନ୍ତି ପିସିଏମ ସିବିଜେଡ ତାପରେ ଆପଣଙ୍କର ସାଂସ୍କ୍ରିଟ ତାପରେ ଆପଣଙ୍କର ପିଇଟି ଏଇ ଯୋଉ 13ଟି ସବଜେକ୍ଟ ରହୁଛି ଏମାନଙ୍କର ଡିଭି ହେବ କେବେ 16 ଅନୱାର୍ଡସ। ଆପଣ ଜାଣି ରଖନ୍ତୁ 16 ଅନୱାର୍ଡସ ଆପଣଙ୍କର ଡିଭି ହେବ। ଆଉ ଡିଭି ଆପଣଙ୍କର କେତେ ଦିନ ପର୍ଯ୍ୟନ୍ତ ଚାଲିବ ଯଦି ଆମେ ଦେଖିବା ସପୋଜ ପର ସବଜେକ୍ଟ ଯଦି ଆପଣଙ୍କର ଯୋଉ ରହୁଛି ସିବିଜେଡ ର ଗୋଟିଏ ଦିନ ହେଲା ତାପରେ ପିସିଏମ ର ଗୋଟେ ଦିନ ହେଲା ସପୋଜ ଆପଣଙ୍କର ସାଂସ୍କ୍ରିଟ ର ଗୋଟେ ଦିନ ହେଲା ତାପରେ ସପୋଜ ଆପଣଙ୍କର ପିଇଟି ର ଗୋଟେ ଦିନ ହେଲା ତ ସପୋଜ ଆମେ ମାନିକି ଚାଲିବା 4 days ଆପଣଙ୍କର ଲାଗିବ ଡିଭି ପାଇଁ ସପୋଜ। ଆଉ ଏଠି ଆପଣଙ୍କର ଡିପେଣ୍ଡ କରୁଛି କୋଉ ସବଜେକ୍ଟରେ ଆପଣ କେତେ ପିଲା ସିଲେକ୍ସନ ହେଇଛନ୍ତି ସିଲେକ୍ଟେଡ ପିଲାଙ୍କର ଉପରେ। ଯେହେତୁ ଏଟା ପୁରା ଅଲ ଓଡ଼ିଶା ହେବ ଡିଭିଟା ତ ଆପଣଙ୍କର ଯେମିତି କି ଡିଓ ଅଫିସ ରେ ହେବ ତ ମାନିକି ଚାଲିବା ଗୋଟିଏ ସବଜେକ୍ଟ ପାଇଁ ଗୋଟିଏ ଦିନ ଡିଭି ଲାଗିବ। ୱାନ୍ ସବଜେକ୍ଟ ପାଇଁ 1 day ଆପଣଙ୍କର ଡିଭି ଲାଗିବ। ତ ଆପଣଙ୍କର 4 ଦିନ ଡିଭି ଲାଗିବ। ସପୋଜ ଆପଣଙ୍କର ଯଦି 16 ଯଦି ଷ୍ଟାର୍ଟ ହେଲା ସପୋଜ ଏହା ଆପଣଙ୍କର ସପୋଜ 20 ଯାଏ ଚାଲିବ ଏକ୍ସପେକ୍ଟେଡ ଆମେ ମାନୁଛେ 20 ଯାଏ ଚାଲିବ। ଆଉ ଆପଣ ଯେମିତି ଜାଣିଥିବେ ଆପଣଙ୍କ ସପୋଜ 20 ରୁ 22 ଯାଏ ବି ଚାଲିଲା 22 ଅକ୍ଟୋବର ଯାଏ ବି ଚାଲିଲା। ଆପଣ ଜାଣିଥିବେ ରିସେଣ୍ଟଲି ଆପଣ ଗୋଟିଏ ବିଟ୍ ଭାଇରାଲ ହେଇଥିଲା ଯୋଉ କାହାର ନା ଓସେପାର ଯୋଉଠି ଆପଣଙ୍କର ଯୋଉ ଚିଲଡ୍ରେନ୍ସ ଡେ ଦିନ ସେଇଦିନ କଣ କରାଯିବ ଚିଲଡ୍ରେନ୍ସ ଡେ ଦିନ ଆପଣଙ୍କର ଯୋଉ ଆପଏଣ୍ଟମେଣ୍ଟ ଲେଟର ଦିଆଯିବ। ଆପଏଣ୍ଟମେଣ୍ଟ ଲେଟର କାହାକୁ ଦିଆଯିବ ନା ଯୋଉମାନେ ଓପିଏସସି ପିଜିଟି ଆଉ ପ୍ଲସ ଯୋଉ ଆପଣଙ୍କର ଏଲଟିଆର ର ଯୋଉ ଟିଚର ତାଙ୍କର ଯୋଉ ଆପଏଣ୍ଟମେଣ୍ଟ ଲେଟର ଟା ଆପଣଙ୍କର ଦିଆଯିବ ନା କେବେ ଆପଣଙ୍କର ଜାଣିଥିବେ 15 ନଭେମ୍ବରରେ ଆପଣଙ୍କର ଏଇଟା ଦିଆଯିବ। ଏହା ଥିଲା ଆଜିର ସମ୍ପୂର୍ଣ୍ଣ ନ୍ୟୁଜ୍। ତ ଆପଣ ମାନିକି ଚାଲନ୍ତୁ ଆପଣଙ୍କର ଯୋଉ ଡିଭି 16 ରୁ ଷ୍ଟାର୍ଟ ହେବ ଆଉ ଏହା
ପାଖାପାଖି ଫୁଲ୍ ଡେ ଚାଲିବ 4ଟା ସବଜେକ୍ଟ ପାଇଁ ଆଉ ପାଖାପାଖି 20 ନହେଲେ 22 ଅକ୍ଟୋବର ପର୍ଯ୍ୟନ୍ତ ଏହା ଚାଲିବ। ତ ଆପଣ ଚ୍ୟାନେଲକୁ ଦେଖିଥିବାରୁ ଆପଣଙ୍କୁ ଧନ୍ୟବାଦ। ତା ସହିତ ଚ୍ୟାନେଲକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ କରିଦିଅନ୍ତୁ। ଥ୍ୟାଙ୍କ ୟୁ।